ମୁଁ ମହାଭାରତ ପଢ଼ିଥିଲି, ଆପଣମାନେ ପଢ଼ିଥିବେ। ଯୁଦ୍ଧରେ ଯିଏ ହାରିଗଲା ବା ମରିଗଲା ସିଏ ତ ପାର ପାଇଗଲା, ସିଏ ତ ରାଜ୍ୟ ଭୋଗ କରିପାରିଲା। ଯୁଦ୍ଧରେ ଯିଏ ଜିତିଲେ ସିଏ ମଧ୍ୟ ରାଜ୍ୟ ଭୋଗ କରିପାରିଲେ। ଟ୍ରମ୍ପ ତ କହିଥିଲେ ଇସ୍ରାଏଲକୁ ଆଉ ପାଲେଷ୍ଟାଇନକୁ ଶାନ୍ତି ପ୍ରତିଷ୍ଠା କରିବାକୁ, କାହିଁ ହେଲାନି। ଟ୍ରମ୍ପ କହିଥିଲେ ରୁଷ ଆଉ ୟୁକ୍ରେନକୁ ଯୁଦ୍ଧ ବନ୍ଦ କରିବାକୁ, ବନ୍ଦ ହଉନି। ଟ୍ରମ୍ପ କହିଛନ୍ତି ଭାରତ ପାକିସ୍ତାନକୁ ସିଜ୍ ଫାୟାର କରିବାକୁ। ପାକିସ୍ତାନ ଆଡୁ ପ୍ରସ୍ତାବ ଆସିଲା, ଆମେ ତାକୁ ଗ୍ରହଣ କରିଛୁ, ଦେଖିବା କ'ଣ ହଉଛି। ଆଲୋଚନା ହେଲା ପରେ ଜଣାପଡ଼ିବ ଯୁଦ୍ଧ ସ୍ଥଗିତ ରହିବ, ଯୁଦ୍ଧ ହବ। ଯୁଦ୍ଧ ହଉ, ଯୁଦ୍ଧ ହେବା ପାଇଁ ଯେମିତି ଭାରତ ବର୍ଷର ପ୍ରାୟ ସମସ୍ତେ ଏକଜୁଟ ହେଇଯାଇଥିଲେ ଏବଂ ଯୁଦ୍ଧର ଗତି ଯେତେବେଳେ ଆଗକୁ ବଢ଼ିଲା, ଏହି ସମୟରେ ଯୁଦ୍ଧ ବିରତି ହେଇଛି ବୋଲି ଖବର ଆସିଲା। ମୁଁ ଆପଣମାନଙ୍କ ଗଣମାଧ୍ୟମକୁ ଅତି ନିରୀକ୍ଷଣ କରୁଥିଲି, ଦେଖିଲି ଯୁଦ୍ଧ ବିରତି ପାଇଁ ମଧ୍ୟ ଲୋକମାନଙ୍କ ଭିତରେ ଗୋଟେ ଆତୁରତା ପ୍ରକାଶ ପାଉଥିଲା। ତେଣୁ କୋଉଠି ନା କୋଉଠି ଯୁଦ୍ଧ ବି ଯେମିତି ଆମ ଭିତରେ ଉନ୍ମାଦନା ଅଛି, ଶାନ୍ତି ପାଇଁ ମଧ୍ୟ ସେମିତି ବ୍ୟାକୁଳତା ଅଛି। କିନ୍ତୁ ଯେତେବେଳେ ଆମର ହିନ୍ଦୁ ପର୍ଯ୍ୟଟକ ମାନଙ୍କୁ ସେମାନେ ମାରିଲେ, ସେତେବେଳେ ସାରା ଭାରତବର୍ଷ ହିନ୍ଦୁ, ମୁସଲିମ, ଶିଖ, ସାଇ, ବୌଦ୍ଧ, ଜୈନ ଏବଂ ଯେତେ ଧର୍ମାଲମ୍ବୀ ଜନସାଧାରଣ ଏକ ହେଇଗଲେ, କହିଲେ ଯିଏ ମାରିଛି ତାକୁ ଶାସ୍ତି ଦିଅ। ଏବଂ ଭାରତ ସରକାର ଯେଉଁ ଦାବି କରିଛନ୍ତି ବା ସେନାବାହିନୀ ଯେଉଁ ଦାବି କରିଛନ୍ତି, ତାଙ୍କର ବହୁ ଲୋକଙ୍କୁ ମାରିଛନ୍ତି, ଆତଙ୍କୀମାନେ ମଧ୍ୟ ସେ ଭିତରେ ଅଛନ୍ତି। ତେଣୁ ଆମର ଗୋଟେ ବିଜୟ ହେଇଛି ବୋଲି ଆମେ ଧରି ନେବା। ତେଣୁ ଯୁଦ୍ଧ ବିରତି ମଧ୍ୟ ଗୋଟେ ଭଲ ଖବର। ଏବଂ ଏଭଳି ଭାବରେ ଆମର ଶକ୍ତି ବଢ଼ାଇବାକୁ ପଡ଼ିବ, ଯେମିତି ଭାରତବର୍ଷର ଜଣେ ଲୋକକୁ କେହି ଆଖି ଟେକି ଅନେଇବାକୁ ସାହସ କରିବେନି। ସେଇଥିପାଇଁ ଆମକୁ ଆହୁରି ପ୍ରସ୍ତୁତି ହେବାକୁ ପଡ଼ିବ। ମୁଁ ଥରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଭାଷଣ ଶୁଣୁଥିଲି ଏଇ କିଛି ଦିନ ତଳେ। ସିଏ କହୁଥିଲେ ଆମେ ବୁଦ୍ଧ ଚାହୁଁ, ଯୁଦ୍ଧ ନୁହେଁ। ଏହା ଅର୍ଥ ଆମେ ଶାନ୍ତି ଚାହୁଁ। ଶାନ୍ତି ପାଇଁ ସମସ୍ତଙ୍କର ବ୍ୟାକୁଳତା ଅଛି, କିନ୍ତୁ ଯଦି ଆମେ କିଏ ହାତ ଉଠେଇବ, ମାରିବ, ଆମେ କ'ଣ ତାକୁ ଛାଡ଼ିଦେବା? ତେଣୁ ଯେସାକୁ ତେସା ନୀତି ମଧ୍ୟ ଆପଣେଇବାର ଅଛି, ପ୍ରହାର କରିବାର ଅଛି। ଇଏ ବଡ଼ ଜଟିଳ ପ୍ରଶ୍ନ। ଯୁଦ୍ଧର ଭୟାବହତା, କ୍ଷୟକ୍ଷତି ଆକଳନ କରିହେବ। ଯଦି ଦୀର୍ଘ ଦିନ ଧରି ଯୁଦ୍ଧ ହେବ, ଗୋଟେ ଦେଶର ଆର୍ଥିକ ମେରୁଦଣ୍ଡ ଭୁଷୁଡ଼ି ପଡ଼ିବ। ଦୀର୍ଘ ଦିନ ଧରି ଯୁଦ୍ଧ ହେବ, ବହୁ ମୃତାହତ ହେବେ, ଅଜସ୍ର କ୍ଷୟକ୍ଷତି ହେବ। ଆଉ ଯଦି ବାରମ୍ବାର ଆମ ଉପରେ କି ଆକ୍ରମଣ କରିବ, ଯାହା କ୍ଷୟକ୍ଷତି ହଉ ପଛେ ଆମେ କ'ଣ ତାକୁ ଛାଡ଼ିଦେବା? ନିଶ୍ଚିତ ଭାବରେ ତାଙ୍କୁ ନିପାତ କରିବା। କିନ୍ତୁ ଯେହେତୁ ଆମେ ଏକ ପ୍ରକାର ବିଜୟ ହାସଲ କରିଛେ, ଯଦି ଯୁଦ୍ଧ ବିରତି ହେଇଛି, ଆମେ ସଂଯମତା ସହକାରେ ଦେଖିବା। ଭାରତବର୍ଷ ଦାବି ଉଠେଇବ ଯେ ସୀମା પર ଆତଙ୍କବାଦୀ ହଟାଅ, ଯେଉଁମାନେ ଭାରତରେ ଆତଙ୍କୀ ଖେଳେଇଥିଲେ ସେମାନଙ୍କୁ ପାକିସ୍ତାନ ପ୍ରଶ୍ରୟ ନ ଦେଉ ଏବଂ ସରକାରୀ ପ୍ରାୟୋଜିତ ଆତଙ୍କବାଦକୁ ସମୂଳେ ବିନାଶ କରାଯାଉ ପାକିସ୍ତାନରେ। ଏସବୁ ଦାବିର ଯେମିତି ସମାଧାନ ହେଇପାରିବ ବା ପୂରଣ ହେଇପାରିବ, ସେ ଦିଗରେ ଭାରତ ସରକାର ଲକ୍ଷ୍ୟ ରଖିବା ଦରକାର ଏବଂ କାମ କରିବା ଦରକାର। ଯେ ମୁଁ ଗୋଟେ କଥା ଶେଷରେ କହିବି, ମୁଁ ମହାଭାରତ ପଢ଼ିଥିଲି, ଆପଣମାନେ ପଢ଼ିଥିବେ। ଯୁଦ୍ଧରେ ଯିଏ ହାରିଗଲା ବା ମରିଗଲା ସିଏ ତ ପାର ପାଇଗଲା, ସିଏ ତ ରାଜ୍ୟ ଭୋଗ କରିପାରିଲା। ଯୁଦ୍ଧରେ ଯିଏ ଜିତିଲେ ସିଏ ମଧ୍ୟ ରାଜ୍ୟ ଭୋଗ କରିପାରିଲେ। ଯୁଦ୍ଧର ଅନ୍ତ, ଯୁଦ୍ଧର ପରିଣାମ ସବୁବେଳେ ଭୟାବହ। ଯୁଦ୍ଧ ଯେତିକି ଭୟାବହ, ଯୁଦ୍ଧର ପରିଣାମ ଏବଂ ଅନ୍ତ ମଧ୍ୟ ତାଠାରୁ ଆହୁରି ଭୟାବହ। ତେଣୁ ଆମକୁ ସିଏ ଯେତିକି ମାରିଥିଲେ, ଆମେ ତାଙ୍କର ବହୁଗୁଣ ମାରିଛୁ। ଦେଖାଯାଉ ଯୁଦ୍ଧ ବିରତି କେତେ ଦିନ ଯାଏ ଚାଲିଛି। ଶୁଣନ୍ତୁ, ପାକିସ୍ତାନ ଯାହା କରୁଛି ତାକୁ ଆମେ ସମସ୍ତେ ଦୃଢ଼ ଭାବରେ ଭାରତବର୍ଷର ଲୋକ ବିରୋଧ କରୁଛନ୍ତି। ଯୋଉଥିରେ ଭାରତୀୟ ସେନା ଶକ୍ତିଶାଳୀ ହେଇଛି,
ଆଉ ଯୁଦ୍ଧ ହେଲା ବେଳକୁ କେତେବେଳେ କୋଉଠି ଯିଏ ସାମ୍ନାରେ ପଡ଼ିଲା ଆଉ କଣ କରିବ? ପାକିସ୍ତାନ ସବୁବେଳେ ଭୁଲ ବାଟରେ ଯାଉଛି। ଯଦି ଟ୍ରମ୍ପ ମହୋଦୟ ଇଣ୍ଟରଫିୟର କରିଛନ୍ତି, ସେ ପାକିସ୍ତାନକୁ ତାଗିଦ କରନ୍ତୁ ଏବଂ ସାରା ପୃଥିବୀର ଜନସାଧାରଣ ବା ସାରା ପୃଥିବୀର ସବୁ ଦେଶମାନେ ଏକାଠି ହୁଅନ୍ତୁ। ଯୋଉ ଦେଶ ଆତଙ୍କବାଦୀ ସୃଷ୍ଟି କରୁଛି ସେ ଦେଶକୁ ବୟକଟ କରନ୍ତୁ। ସାର୍ ଆଉ ଗୋଟେ କଥା କି ଲଢ଼େଇ ଚାଲିଥିଲା ଯୁଦ୍ଧ ତ ଚାଲିନଥିଲା, ସାର୍ ଆଜି ଡିକ୍ଲାର ଯୁଦ୍ଧ କେମିତି ବିରତି କରାଗଲା? ଗୁଳି ଫୁଟିଲେ ତ ଯୁଦ୍ଧ, ଆଉ ଯୁଦ୍ଧ ସଂଜ୍ଞା ପୁଣି ଆଉ କଣ? ଯୁଦ୍ଧ ଆମେ ହଉଥିଲା ତାଙ୍କ ଭିତରେ ପଶିକି ମାରିଲୁ, ସିଏ ଆମ ଉପରେ ଡ୍ରୋନ୍ ଆକ୍ରମଣ କଲେ, ଆମେ ତାଙ୍କ ଡ୍ରୋନ୍ ଉଡେଇଲୁ, ଆଉ ଯୁଦ୍ଧ ହେଲେ କଣ ହବ କି? ଏଟା ତ ଯୁଦ୍ଧ, ଆଉ ଯୁଦ୍ଧ କଣ? ଆଉ ଯୁଦ୍ଧ ମାନେ ଅସ୍ତ୍ର ବିରତି, ଅସ୍ତ୍ର ପ୍ରୟୋଗ ହଉଥିଲେ ବୋଲି ଅସ୍ତ୍ର ବିରତି ହେଇଛି। ସରକାର କୌଣସି ଭାବରେ ଗୋଟେ ବିବୃତ୍ତି ଆଜ୍ଞା, ଫରେନ୍ ପଲିସିରେ କିଛି କଥାକୁ କୁହାଯାଏ, କିଛି କଥାକୁ ରଖାଯାଏ, ସେ ଭିତରେ ପଶିବା ଉଚିତ ନୁହେଁ। ଆପଣ ଦେଖନ୍ତୁ ଇସ୍ରାଏଲ, ଆପଣ ଦେଖ ନାଇଁ, ଭାରତ ସରକାର ବା ଭାରତୀୟ ସେନାବାହିନୀ ତରଫରୁ ଯୋଉ ପ୍ରେସ୍ ମିଟ୍ କରାଯାଇଛି, ସେଥିରେ ଆମକୁ ଯାହା କୁହାଯାଇଛି, ଆମେ ତାଙ୍କର ବହୁ ଆତଙ୍କୀ ଆଡା ଧ୍ୱଂସ କରିଛୁ, ବହୁ ଆତଙ୍କୀକୁ ନିପାତ କରିଛୁ। ତେଣୁ ଏଇଟା ଆମର ଗୋଟେ ବିଜୟ। ଆଉ ଟିକେ ଅଧିକା ତାଙ୍କୁ ନିପାତ କରିବାର ଆବଶ୍ୟକତା ଅଛି ବୋଲି ମୁଁ ବ୍ୟକ୍ତିଗତ ଭାବରେ କହିବି। କିନ୍ତୁ ଦେଶର ସାମୂହିକ ଦୃଷ୍ଟିକୋଣରୁ ବା ଇଣ୍ଟରନ୍ୟାସନାଲ ପଲିସିରେ କଣ ମୁଁ କହିପାରିବି। ଗୋଟେ ଦୁର୍ବଳ ଦେଶଟା, ଯିଏ ଅସ୍ତ୍ର ଉଠେଇବ ନିରୀହ ଲୋକଙ୍କ ଉପରେ, ସେଇଟା ଦୁର୍ବଳତା ଏବଂ କାପୁରୁଷତାର ଲକ୍ଷଣ। ତମର ଲଢିବାର ଅଛି, ଯିଏ ବନ୍ଧୁକ ଧରିଥିବ ତା ବନ୍ଧୁକ ଧରି ତାକୁ ଲଢିବ। ନିରୀହ ଜନସାଧାରଣ ବୁଲିବାକୁ ଯାଇଛନ୍ତି, ତମେ ତାକୁ ମାରିଦବ, ଏଇଟା କାପୁରୁଷ ମାନେ କରନ୍ତି। ଟ୍ରମ୍ପ ତ କହିଥିଲେ ଇସ୍ରାଏଲକୁ ଆଉ ପାଲେଷ୍ଟାଇନକୁ ଶାନ୍ତି ପ୍ରତିଷ୍ଠା କରିବାକୁ, କାହିଁ ହେଲାନି। ଟ୍ରମ୍ପ କହିଥିଲେ ରୁଷ ଆଉ ୟୁକ୍ରେନକୁ ଯୁଦ୍ଧ ବନ୍ଦ କରିବାକୁ, ଆଉ ବନ୍ଦ ହଉନି। ଟ୍ରମ୍ପ କହିଛନ୍ତି ଭାରତ ପାକିସ୍ତାନକୁ ସିଜ୍ ଫାୟାର କରିବାକୁ। ପାକିସ୍ତାନ ଆଡୁ ପ୍ରସ୍ତାବ ଆସିଲା, ଆମେ ତାକୁ ଗ୍ରହଣ କରିଛୁ, ଦେଖିବା କଣ ହଉଛି। ଆଲୋଚନା ହେଲା ପରେ ଜଣା ପଡିବ, ଯୁଦ୍ଧ ସ୍ଥଗିତ ରହିବ, ଯୁଦ୍ଧ ହବ।